ସୁଜିରେ ତ ଆପଣ ବହୁତ ଥର କେକ୍ ବନେଇ ଖାଇଥିବେ। ତ ଆଜିର ରେସିପି ଆପଣମାନଙ୍କୁ ବହୁତ ହି ବଢ଼ିଆ ଲାଗିବ, କାରଣ କେକ୍ଠୁ ବନେଇବା ଅତି ସହଜ ଆଉ ଟେଷ୍ଟ ବି ବହୁତ ହି ବଢ଼ିଆ। ତ ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶାକୁ। ତ ଆଜିର ରେସିପି ବନେଇବା ପାଇଁ ଆମେ ନେବା ଦେଶୀ ଘିଅ, ଯୋଉଟାକି ଗୁଆ ଘିଅ। ଏଠି ନେଇଛି ବଡ଼ ଚାମଚରେ 2 ଚାମଚ ଏଠି ଦେଶୀ ଘିଅ। ତ ଏଇ ରେସିପିରେ ଗୁଆ ଘିଅର ମାନେ ବାସ୍ନାଟା ବହୁତ ହି ବଢ଼ିଆ ଲାଗିବ। ତ ମାପ ହିସାବରେ ଆପଣ କପ୍ ଗିନା ଯେକୌଣସି ଜାଗା ସେଟ୍ କରିପାରିବେ। ତ ଏଠି ଛୋଟ କାଚ ଗିନାରେ ଆପଣ ସରୁ ସୁଜି, ମୋଟା ସୁଜି ଯୋଉଟା ବି ନେଇପାରିବେ। ତ ଏଠି ଗୋଟେ ଗିନା ସୁଜି ନେଇଛି। ତ ଘିଅ ସହିତ ସୁଜିକୁ ମାନେ ମିଡ଼ିୟମ୍ ହିଟ୍ରେ ଗୋଲ୍ଡେନ୍ କଲର୍ ଆସିଲା ଯାଏଁ ଆମେ ଭାଜି ନେବା। ତ ଆପଣ ପ୍ରଥମରୁ ଗ୍ୟାସ୍ର ଏଠି ଜମା ହାଇ କରିବେନି, ତ କଲର୍ ଜଲ୍ଦି ଆସିଯିବ। ସୁଜିଟା ଯେଉଁ ଆମେ ଭାଜିବା ଭଲସେ ଭାଜି ହେବନି, ତ ସେ ଟେଷ୍ଟଟା ଆସିବନି। ତ ଆପଣଙ୍କୁ 3 ରୁ 4 ମିନିଟ୍ ଲାଗିପାରେ। ତ ଆପଣ ମିଡ଼ିୟମ୍ ହିଟ୍ରେ ଭାଜିକି ମାନେ ଆପଣ କଲର୍ ଚେଞ୍ଜ ହେଲା ଯାଏଁ ଭାଜି ନେବେ। ଆଉ କରେଇଟା ଏଠି ଗରମ ଥିବା ଅବସ୍ଥାରେ ଆପଣ ସୁଜିକୁ କିଛି ସମୟ ଛାଡ଼ିଦେବେ। ଏଠି ପ୍ରାୟ ଦେଖିପାରୁଥିବେ ଭାଜି ହେଇଗଲାଣି। ଏଠି ଗ୍ୟାସ୍ର ହିଟ୍ ଏଠି ମୁଁ ବନ୍ଦ କରିନେଇଛି। ଏଠି କିଛି ସମୟ ଛାଡ଼ିଲା ପରେ ଏଠି ଗରମ ଅଛି। ମୁଁ ଏଠି ଦେଖିପାରୁଥିବେ କଲର୍ ଚେଞ୍ଜ ହେଇସାରିଲାଣି। ଏଠି ଗୋଟେ ଜାଗାରେ ଟ୍ରାନ୍ସଫର୍ କରିନେଇଛି। ଏଠି ସୁଜି ବି ଗରମ ଅଛି। ଏଠି ମିଠାର ବାଲାନ୍ସ ପାଇଁ ଗୋଟେ ଚୁଟକି ଲୁଣ ଦେଇଛି। ତ ଯେଉଁ ଗିନାରେ ଏଠି ମୁଁ ସୁଜି ନେଇଥିଲି ସେଠି ଏଠି କ୍ଷୀର ନେଇଛି। ତ ଟିକେ ବହଳିଆ କ୍ଷୀର ନେବେ, ରେସିପିଟା ବହୁତ ହି ବଢ଼ିଆ ଲାଗିବ। ତ ଦେଖିପାରୁଥିବେ ଏଠି କ୍ଷୀର ବି ଗରମ ଅଛି, ଏଠି ସୁଜି ବି ଗରମ ଅଛି। ତ ଦେଖିପାରୁଥିବେ କେତେ ଜୋରେ ବାମ୍ଫ ବାହାରୁଛି। ତ ଗୋଟେ ଗିନା ସୁଜିରେ ଏଠି ମୁଁ 2 ଗିନା ଗରମ କ୍ଷୀର ନେଇଛି। ବେଶୀ ଗରମ ନାହିଁ, କ୍ଷୀର ଗରମ ଅଛି ଯେହେତୁ ସୁଜିଟା ଗରମ ଅଛି, ଅଳ୍ପ ଗରମ କ୍ଷୀର ମୁଁ ଏଠି ଆଡ୍ କରିଛି। ତ ଦେଖିପାରୁଥିବେ କ୍ଷୀରଟା ଟିକେ ବହଳିଆ ନେବେ। ଯଦି ପତଳା କ୍ଷୀର ତ ଆପଣ ଗୋଟେ ପ୍ୟାକେଟ୍ 10 ଟଙ୍କିଆ ଗୋଟେ ପ୍ୟାକେଟ୍ ଅମୁଲ ସ୍ପ୍ରେ ଏଠି ଆଡ୍ କରିପାରିବେ। ତ ଟେଷ୍ଟଟା ଭଲ ହେବ। ତ ଏଠି ସବୁକୁ ଭଲସେ ଗୋଳେଇ ନେବା। ସୁଜିକି ଆମେ 10 ରୁ 15 ମିନିଟ୍ ଫୁଲିବା ପାଇଁ ଛାଡ଼ିଦେବା। ତ ସୁଜିଟା ଭଲସେ ଫୁଲିଯିବ। ତ ଦେଖିପାରୁଥିବେ 10 ରୁ 15 ମିନିଟ୍ ପରେ ଆପଣଙ୍କୁ ଦେଖାଉଛି ସୁଜି ଭଲସେ ଫୁଲି ଯାଇଛି, ଯେହେତୁ ଆମେ ଗରମରେ ଆଡ୍ କରିଛେ ଆଉ ସୁଜିଟା ବି ଭଲସେ ଭଜା ହେଇଛି ଘିଅରେ। ତ ଭଲସେ ଗୋଳେଇ ନେବା। ତ ଥରଟେ ଏ ରେସିପିଟା ଘରେ ବନାନ୍ତୁ। ତ ଆପଣଙ୍କର କେମିତି ବନିଥିଲା ନିଶ୍ଚିନ୍ତ କମେଣ୍ଟ କରିକି କହିବେ। ତ ଏଠି ମୁଁ ଗୁଜୁରାତିର ମଞ୍ଜିକି ଏଠି ଛେଚିକି ପକେଇଛି। ତ ଆପଣ ମାନେ କିଣା ଗୁଜୁରାତି ଗୁଣ୍ଡ ପକାଉଥିବେ, ଯଦି ଛେଚିକି ପକାଉଛନ୍ତି ତାର ବାସ୍ନାଟା ବହୁତ ହି ବଢ଼ିଆ ଆସିବ। ତ ଗୁଜୁରାତି ଗୁଣ୍ଡ ପକାଇଲା ପରେ ଭଲସେ ଗୋଳେଇ ନେବା। ତ ଚାଲନ୍ତୁ ଆମେ ଯିବା ନେକ୍ସଟ ପ୍ରୋସେସକୁ। ଏଠି ସେମ୍ କରେଇ ନେଇଛି। ତ ଏଠି ଆଉ 2 ଚାମଚ ଗୁଆ ଘିଅ ଦେଇଛି। ତ ଆଜିର ରେସିପି ଯଦି ଭଲ ଲାଗୁଛି ତ ଭିଡ଼ିଓକୁ ନିଶ୍ଚିନ୍ତ ଲାଇକ୍ କରିନେବେ। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଯଦି ଏ ଭିଡ଼ିଓଟି ଭଲ ଲାଗୁଛି ଫ୍ୟାମିଲି ଫ୍ରେଣ୍ଡ ସହିତ ନିଶ୍ଚିନ୍ତ ସେୟାର କରିନେବେ। ତ ଏଠି ମୁଁ ଦେଇଛି ଅଧ କପ୍ ଚିନି, ଯୋଉଟାକି ଆପଣଙ୍କ ସ୍ୱାଦ ଅନୁସାରେ ଆପଣ ଚିନି ନେଇପାରିବେ। କିନ୍ତୁ ଗୋଟେ ଗିନାକୁ ଅଧ କପ୍ ଚିନି ମେଜରମେଣ୍ଟ ଠିକ୍ ଅଛି। ଯଦି ଆପଣ ଟିକେ ଅଧିକା ଖାଇବେ ଚିନି ଟିକେ ଅଧିକା ନେଇପାରିବେ। ଯଦି କମ୍ ମିଠା ଚାହୁଁଛନ୍ତି ଟିକେ ଚିନି କମ୍ କରିକି ନେଇପାରିବେ। ତ ଚିନିକି ଏଠି କାରାମେଲାଇଜ୍ କରିନେବା। ଆସ୍ତେ ଆସ୍ତେ ଗୋଳିବେ। ତ ଗ୍ୟାସ୍ର ହିଟ୍ ଏଠି ମିଡ଼ିୟମ୍ ଅଛି। 1 ରୁ 2 ମିନିଟ୍ ଲାଗିବ ଆପଣଙ୍କୁ କାରାମେଲାଇଜ୍ କରିବାକୁ। ତ ଏଠି ଦେଖିପାରୁଥିବେ ଭଲସେ କଲର୍ ଆସିଗଲାଣି। ଆଉ ଯଦି ଆପଣ ବେଶୀ ଟିକେ ସମୟ ଛାଡ଼ିଦେବେ ଚିନିଟା ପିତା ଅଂଶ ଛାଡ଼ିଯିବ, ମାନେ ପିତା ଲାଗିବ। ତ ଠିକ୍ ସମୟରେ ଆପଣ ଯେଉଁ ସୁଜିକି ରେଷ୍ଟ କରି ଦେଇଥିଲେ ସେଠି ଏଠି ଚିନି କାରାମେଲାଇଜ୍ ହେଲା ପରେ ଆମେ ଯେଉଁ ସୁଜି ରଖିଥିଲେ ତାକୁ ଏଠି ପକାଇ ନେବା। ତ ଗ୍ୟାସ୍ର ହିଟ୍ ଏଠି ମିଡ଼ିୟମ୍ କରିକି ଲଗାତାର ଆମେ ଗୋଳେଇବା। ତ ବହୁତ ହି ଟେଷ୍ଟି ବନୁଛି, ଥରେ ନିଶ୍ଚିନ୍ତ ଘରେ ବନାନ୍ତୁ। ପିଲା ବଡ଼ ସମସ୍ତଙ୍କୁ ପସନ୍ଦ ଆସିବ। ଆମେ ସାଇଡ଼ରୁ ମାନେ କରେଇରୁ ଛାଡ଼ିଲା ପର୍ଯ୍ୟନ୍ତ ଆମେ ମିକ୍ସ କରିନେବା। ତ ଏହି ରେସିପିରେ ଗୁଆ ଘିଅର ବାସ୍ନାଟା ବହୁତ ହି ବଢ଼ିଆ ଲାଗେ। ଯଦି ଆପଣଙ୍କୁ ଗୁଆ ଘିଅ ପସନ୍ଦ ନାହିଁ ତ ଆପଣ ରିଫାଇନ୍ ତେଲରେ ଏ ରେସିପିଟା ବନେଇ ପାରିବେ। ଯେତେବେଳେ ସୁଜି ସବୁ ଏକାଠି ହେଇଯିବ ତ ଆପଣ ଗ୍ୟାସ୍ର ହିଟ୍ ବନ୍ଦ କରିନେବେ। ତ ଏଠି ଆମର ରେଡ଼ି ହେଇଗଲା। ତାକୁ ଗ୍ୟାସ୍ର ଏଠି ବନ୍ଦ କରିନେଇଥିଲି। ଏଠି ମୁଁ ଗୋଟେ କେକ୍ ଟିନ୍ରେ ଟିକେ ଗୁଆ ଘିଅ ଏଠି ଆପ୍ଲାଏ କରିନେଇଥିଲି। ଆପଣ ଚାହିଁଲେ କୌଣସି ଥାଳିରେ ବି ଜମେଇ ପାରିବେ। ଏଠି ମୁଁ ନେଇଛି ଆଲମଣ୍ଡ, ଯୋଉଟାକି ମୁଁ ଏଠି କାଟି କାଟି ମାନେ ଗୋଟେକୁ 2 ଖଣ୍ଡ କରିକି ପକେଇଛି। ଆପଣ ଚାହିଁଲେ କାଜୁ କିସମିସ୍ ବି ଦେଇପାରିବେ।
तो जो सुजी आमर रेडी करके रखी ये पकई नवा। तो केक टू बनवा केते सहज आपण देखिपे। केक जदि आपण न बन पार्छन तो एमती बनातु तो आपणकर माने बहुत ही कम समय मिठार रेसिपीटा आपण घर बनई खाई पारे। तो ये स्पैचुला साहाय्य आस्ते आस्ते दबाई नवा जिन चारिआडे समान हो। जदि आपणकर 10 मिनिट रे खाइबा इच्छा तो आप फ्रिजर रे रखिपारे तो जल्दी ठंडा हो ना आप किचन काउंटर रे छाड़देवे अध घंटा तो नॉर्मली ये ठंडा होपर आप काटिकी खाइपारे। तो ये अध घंटा मुझे रेस्ट रखी जोटा कि ठंडा हो गला आम डिमोल्ड करनवा। तो देखिए बहुत सुंदर ठंडा हो जाए साइड रू भी छाड़ी जाए। तो एमती बनई पिला टिफिन बॉक्स रे भी आप दे पारे। देखिए केते सुंदर दुष्य आ बहुत ही नरम बनी थिला। तो ये प्रोसेस रे निश्चिंत बनातु आपन को जेमिति इच्छा सेमती साइज रे आपन काटि पारे। तो देखि पारथु केते नरम बनी छि जेहेतु आमे गरम क्षीर यूज करछे तो हमर सुजीटा बहुत सॉफ्ट हे छि आ जो आमे भाजी जे गुआ घियो रे 3 ରୁ 4 मिनिट तार बासनाटा भी बढ़िया। बहुत ही नरम इटा बनिकी रेडी होची। तो रेसिपी रो नाटा कौन कहिबे निश्चिंत कमेंट करी कहिबे। सब को एठी काटी नेबा। तो ये आमर रेडी होगा सुजीर मिल्क केक। तो घरे समस्ते खाई तो बहुत ही पसंद करते। तो निश्चिंत आपण बनातु आपण फीडबैक निश्चिंत शेयर करंतु। आ वीडियो भल लगी लाइक शेयर निश्चिंत सब्सक्राइब करने।